ରାମାୟଣରୁ କେଉଁ 10ଟି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମିଳିଥାଏ ଆସନ୍ତୁ ଜାଣିବା। ସତ୍ୟ ଓ ଧର୍ମ, ସବୁ ପରିସ୍ଥିତିରେ ସତ୍ୟର ପଥ ଅନୁସରଣ କରିବା। ପିତୃଭକ୍ତି, ବାପା ମାଙ୍କ ବଚନ ଓ ସମ୍ମାନକୁ ସର୍ବାଗ୍ରେ ରଖିବା। ଭ୍ରାତୃପ୍ରେମ, ପରିବାରରେ ନିସ୍ୱାର୍ଥପର ଭଲ ପାଇବା ଓ ଏକତା ବଜାୟ ରଖିବା। ସମାନତା, ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେବା। ଧୈର୍ଯ୍ୟ, ସଙ୍କଟ ସମୟରେ ବିଚଳିତ ନ ହୋଇ ଶାନ୍ତ ରହିବା। କ୍ଷମା, ଶତ୍ରୁ ପ୍ରତି ମଧ୍ୟ ଦୟା ଓ କ୍ଷମାଶୀଳ ମନୋଭାବ ରଖିବା। ଅହଙ୍କାର ତ୍ୟାଗ, ଅତି ଗର୍ବ ବିନାଶର କାରଣ ହୋଇଥାଏ। ସତ୍ସଙ୍ଗ, ଭଲ ବନ୍ଧୁ ବା ସହଯୋଗୀ ଜୀବନକୁ ସଫଳ କରେ। ନାରୀ ସମ୍ମାନ, ସମାଜରେ ନାରୀର ସମ୍ମାନ ଓ ସୁରକ୍ଷା ଅପରିହାର୍ଯ୍ୟ। ଏବଂ ଧର୍ମର ବିଜୟ, ଶେଷରେ ସବୁବେଳେ ପାପ ଉପରେ ପୁଣ୍ୟର ବିଜୟ ହୁଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ସେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ। ଦର୍ଶକ ବନ୍ଧୁ, ପିତାମାତାଙ୍କ ସହ ସବୁବେଳେ ସ୍ପଷ୍ଟ ଏବଂ ସରଳ ସମ୍ପର୍କ ରଖିବା ଉଚିତ। ତଥାପି କିଛି ପରିସ୍ଥିତିରେ ନିଜ ବାପାଙ୍କୁ କେତେକ କଥା ନ କହିବା ବା ଗୁପ୍ତ ରଖିବା ବ୍ୟକ୍ତିଗତ ପରିପକ୍ୱତା ଏବଂ ସମ୍ପର୍କର ଶାନ୍ତି ପାଇଁ ଆବଶ୍ୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସବୁ କଥା ବାପାଙ୍କୁ କହିବେ ନାହିଁ। ଅଯଥା ଚିନ୍ତା ବା ମାନସିକ ଚାପ, ଯଦି ଆପଣ କୌଣସି ଛୋଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାହାକୁ ଆପଣ ନିଜେ ସମାଧାନ କରିପାରିବେ, ତେବେ ସେ ବିଷୟରେ ବାପାଙ୍କୁ କହି ତାଙ୍କୁ ଚିନ୍ତିତ କରିବା ଅନୁଚିତ। ବାପାମାନେ ସନ୍ତାନର ଦୁଃଖରେ ଅଧିକ ବିଚଳିତ ହୋଇପଡ଼ନ୍ତି। ତେଣୁ ସେମାନଙ୍କ ବୟସ ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଯଥା ଟେନସନ୍ ଦେବା କଥାକୁ ଗୁପ୍ତ ରଖିବା ଭଲ। ଛୋଟ ଛୋଟ ଆର୍ଥିକ କ୍ଷତି, ଯଦି ଆପଣ ନିଜ ରୋଜଗାରରୁ କିଛି ଟଙ୍କା କେଉଁଠି ହରାଇଛନ୍ତି ବା ଭୁଲରେ ଅଯଥା ଖର୍ଚ୍ଚ କରିଦେଇଛନ୍ତି, ତେବେ ସବୁବେଳେ ସେ ବିଷୟରେ ବାପାଙ୍କୁ ଜଣାଇବା ଦରକାର ନାହିଁ। ବୟସ୍କ ବ୍ୟକ୍ତିମାନେ ଆର୍ଥିକ ନିରାପତ୍ତାକୁ ନେଇ ଅଧିକ ସନ୍ତୁଳିତ ଥାଆନ୍ତି। ତେଣୁ ଆପଣଙ୍କର ଛୋଟ ଭୁଲ ତାଙ୍କୁ ଆଶଙ୍କାରେ ପକାଇପାରେ। ପତି ପତ୍ନୀଙ୍କ ମଧ୍ୟରେ ଥିବା ସାମାନ୍ୟ କଳି, ନିଜର ବୈବାହିକ ଜୀବନ ବା ଜୀବନସାଥୀଙ୍କ ସହ ହେଉଥିବା ଛୋଟ ଛୋଟ ମନମାଳିନ ବିଷୟରେ ବାପାଙ୍କୁ କୁହନ୍ତୁ ନାହିଁ। ଏହାଦ୍ୱାରା ବାପାଙ୍କ ମନରେ ଆପଣଙ୍କ ଜୀବନସାଥୀଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ପରିବାରରେ ତିକ୍ତତା ଆଣିଥାଏ। ପୁରୁଣା ଅତୀତର ଭୁଲ, ଯଦି ଅତୀତରେ ଆପଣ କୌଣସି ଭୁଲ କରିଛନ୍ତି ଯାହାର ପ୍ରଭାବ ବର୍ତ୍ତମାନ ଉପରେ ନାହିଁ, ତେବେ ସେହି ପୁରୁଣା କଥାକୁ ଉଖାରି ବାପାଙ୍କୁ ଦୁଃଖ ଦେବା ଉଚିତ ନୁହେଁ। ବାପାଙ୍କ ପ୍ରତି ହେଉଥିବା ଅନ୍ୟମାନଙ୍କ ସାମାନ୍ୟ ସମାଲୋଚନା, ଯଦି କୌଣସି ବାହାର ଲୋକ ବାପାଙ୍କ ବିଷୟରେ କିଛି ଖରାପ ବା ସମାଲୋଚନାମୂଳକ କଥା କହୁଛନ୍ତି ଯାହାକୁ ଶୁଣିଲେ ସେ ମାନସିକ ଆଘାତ ପାଇବେ, ତେବେ ସେହି କଥାକୁ ତାଙ୍କଠାରୁ ଲୁଚାଇ ରଖିବା ହିଁ ଶ୍ରେୟସ୍କର।